ଆମର କିଛି କରିବାର ନାହିଁ ଏମିତି କହିଲେ ବିସିସିଆଇ କହିଛନ୍ତି ଆମର କିଛି କରିବାର ନାହିଁ। ହାତ ଟେକିଲେ ଶେଷରେ ବିସିସିଆଇ। ହାଇଦ୍ରାବାଦର ମାଲିକ ଦେଖିବାକୁ ଗଲେ କାବ୍ୟା ମାରାନ୍ ପାକିସ୍ତାନ ଦେଶର ଖେଳାଳିଙ୍କୁ କିଣି ଫସିଗଲେ ପୁରାପୁରି ଦେଖିବାକୁ ଗଲେ। ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଟ୍ରୋଲ୍ ହେଉଛନ୍ତି ଯେ କାବ୍ୟା ମାରାନ୍ଙ୍କୁ ହାଇଦ୍ରାବାଦ ଟିମ୍ରୁ ବ୍ୟାନ୍ କରାଯାଉ ଚଳିତ ବର୍ଷ IPLରେ, କାହିଁକିନା ସେ ଇଂଲଣ୍ଡ ଫ୍ରାଞ୍ଚାଇଜରେ ଖେଳିଛନ୍ତି ପାକିସ୍ତାନ ଦେଶର ଖେଳାଳି ଆବ୍ରାର ଅହମ୍ମଦକୁ। ଏବଂ ଭାରତର ମୁସଲମାନମାନେ କହୁଛନ୍ତି ତାଙ୍କୁ ହଟାଅ, ନଚେତ୍ ଆମେ ହାଇଦ୍ରାବାଦର ଖେଳ ଦେଖିବୁନି ଏବଂ IPLରୁ ବ୍ୟାନ୍ କରାଯାଉ ହାଇଦ୍ରାବାଦ ଦଳ। ତେବେ ସେହି ବିଷୟରେ ଆଲୋଚନା କରିବା। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଚଳିତ ବର୍ଷ ଟାଟା IPL 2024 ଭାରତ ଆୟୋଜିତ ହେଉଥିବାବେଳେ ଏଥିମଧ୍ୟରେ ଦେଖିବାକୁ ଗଲେ ହାଇଦ୍ରାବାଦ ଦଳର ମାଲିକ କାବ୍ୟା ମାରାନ୍ ଗୋଟିଏ ଅଲଗା ଲାଟିଗେସନରେ ଫସି ଯାଇଛନ୍ତି। ଦେଖିବାକୁ ଗଲେ ସେ ଇଂଲଣ୍ଡରେ ଖେଳା ଯାଇଥିବା IPL ଭଳି ଫ୍ରାଞ୍ଚାଇଜ୍ ଖେଳରେ ସେ ପାକିସ୍ତାନ ଦେଶର ଖେଳାଳି କିଣିଥିଲେ ଏବଂ ସେ ଫସିଛନ୍ତି। ଦେଖିବାକୁ ଗଲେ ଭାରତ ତାକୁ ଟ୍ରୋଲ୍ କରାଯାଉଛନ୍ତି ଯେ କହିଛନ୍ତି ଯେ କାବ୍ୟା ମାରାନ୍ର ଖେଳାଳି ଦେଖିବାକୁ ଗଲେ ଆବ୍ରାର ଅହମ୍ମଦକୁ ଯଦି ନ ହଟାଇବ ତାହେଲେ IPL ବ୍ୟାନ୍ କରାଯାଉ ତାଙ୍କୁ ଚଳିତ ବର୍ଷ ସିଜିନ୍ରେ। ତ ଫ୍ରେଣ୍ଡ ଆପଣମାନେ କମେଣ୍ଟରେ କୁହନ୍ତୁ। ଏବଂ ବିସିସିଆଇ ମଧ୍ୟ କହିଛନ୍ତି ଯେ ଆମର କିଛି କରିବାର ନାହିଁ, ସେ ଯଦି ବାହାରେ କିଣି ପାରନ୍ତି। ତ ଫ୍ରେଣ୍ଡ ଆପଣମାନେ କୁହନ୍ତୁ କାବ୍ୟା ମାରାନ୍ ଠିକ୍ କରିଛନ୍ତି ନା ଭୁଲ କରିଛନ୍ତି ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଏବଂ ଆମର ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।